ମୁଁ ମୋ ଶ୍ୱଶୁର ଘରକୁ ଯାଉଛି ଆଉ ମୋ ଶଳା ଭାଉଜ କହିଲା ତମେ ସେ ମାର୍କେଟରୁ ଟିକେ ପରିବା ନେଇକି ଆସିବ। ମୁଁ ହଁ ନେବି ଆଉ ତାକୁ ଟିକେ କମ୍ ଶୁଭେ। ମୁଁ ଯାଇ କହିଲି ମୁଁ ଏଇ କଲରା ଆଣିବି। କହୁଛି ନା ନା କଙ୍କଡ଼ା ଆଣିବନି, କଙ୍କଡ଼ା ତରକାରୀ ହେଇପାରିବନି ଏବେ। ମୁଁ କହିଲି ପୋଇ ଆଣିବି, କହିଲା ରୋଇ ରୋଇ ଆଣିବ, ରୋଇ ଆଣିବନି ବାଳିଆ ଆଣିବ, ବାଳିଆ ମାଛ। ଆଉ ମୁଁ କହିଲି ସୋୟାବିନ ବଡ଼ି, କହିଲା ନା ସୋୟାବିନ ବଡ଼ି ନୁହେଁ ସେ ଯେଉଁ ଇଏ ଆଣିବ ନା କଖାରୁ ବଡ଼ି। ମୁଁ କହିଲି କଦଳୀ ଆଣିବ, କହିଲା ନା କଲରା କଲରା ଆଣିବନି। ମୁଁ ଭଲ କହୁଛି ରେ। ମୁଁ କହିଲି ମୁଁ କଲରା ଆଣିବି, କହୁଛି ନା କାଙ୍କଡ଼ ବା ଅଛି। ମୁଁ ଆଉ ତାକୁ ପଚାରିବି କ'ଣ? ମୁଁ କହିଲି ନା ମୁଁ ଆଉ କିଛି ନେବି ନାହିଁ, ମୁଁ ଯାଉଛି ଆଉ। କହିଲା ନା ନେଇକି ଆସିବ ଆଉ। ଭାଇ ମୁଁ ଆଉ କ'ଣ କେତେ ପଚାରିବି? ମୁଁ କ'ଣ ତାକୁ ପୋଇ କହିଲା ବେଳକୁ ସେ କହୁଛି ରୋହି ମାଛ, କଲରା କହିଲା ବେଳକୁ ସେ କଙ୍କଡ଼ା କହୁଛି, କଦଳୀ କହିଲା ବେଳକୁ ସେ କଲରା କହୁଛି, କଲରା କହିଲା ବେଳକୁ କାଙ୍କଡ଼ କହୁଛି। ମୁଁ ମୋର ଆଉ ନେବା ଦରକାର ନାହିଁ, ପଳେଇ ଆଇନି ଆଉ। ଘରେ ଆସି ପହଞ୍ଚେ କ'ଣ ଆଣିଲେ, ମୋତେ ପଚାରିଲେ ଆଣିଲେ, ମୁଁ ତମ ପାଇଁ ଏଇଆ କହୁଛ।